ଗୋଟିଏ ଜଙ୍ଗଲରେ ବହୁତ ଦିନ ହେଲା ବୁଢ଼ା ବାଘଟିଏ ରହି ଆସୁଥିଲା। ବାଘଟି ବୁଢ଼ା ହେଇଯାଇଥିବାରୁ ସେ କଞ୍ଚା ମାଂସ ଶିକାର କରି ଖାଇପାରୁନଥିଲା। ଶିକାର ଭଲସେ କରି ନ ପାରିବାରୁ ବାଘଟି ଭୋକ ଉପାସରେ କିଛି ଦିନ ରହିଗଲା। ବାଘଟି ଜଙ୍ଗଲର ରାଜା ହେଇଥିବାରୁ ଦିନେ ସେ ଜଙ୍ଗଲୀ ପଶୁଜନ୍ତୁଙ୍କୁ ଡାକି ଗୋଟିଏ ସଭା ବସାଇଲା। ଆଜିଠୁ ମୋ ଶିକାର କରିବା ବନ୍ଦ। ତୁମେମାନେ କାଲିଠୁ ଜଣି ଜଣି କରି ଗୋଟିଏ ଗୋଟିଏ ଶିକାର ପ୍ରତିଦିନ ଧରି ମୋ ପାଖକୁ ଆସିବ। ଆଉ ଯିଏ ଶିକାର ନ କରିପାରିବ ମୁଁ ତାକୁ ଶିକାର କରିଦେବି। ବୁଢ଼ା ବାଘର କଥା ଶୁଣି ସମସ୍ତେ ମନ ଦୁଃଖରେ ରାଜି ହେଇଗଲେ। ବାଘ ଭୟରେ ବଡ଼ ବଡ଼ ଜୀବମାନେ ଛୋଟ ଛୋଟ ଜୀବକୁ ମାରି ବାଘ ପାଖକୁ ଆଣିଲେ। ସେଇ ବାଘଟିର ପେଟ ପୂରା ଖାଦ୍ୟ ହେଇଯାଏ। ଆଉ ଦିନଟା ତାର ଖୁସିରେ ଖୁସିରେ କଟିଯାଏ। ବାଘଟି ପ୍ରତିଦିନ ଏମିତି କଞ୍ଚା ମାଂସ ଖାଇବାରୁ ଜଙ୍ଗଲର ଜୀବମାନେ କମିବାକୁ ଲାଗିଲେ। ଏସବୁ ଜାଣିଲା ପରେ ଗୋଟିଏ ଚତୁର ବିଲୁଆର ମନଟି ଭାରି ଖରାପ ଲାଗିଲା। ଦିନେ ସେଇ ଚତୁର ବିଲୁଆର ପାଳି ପଡ଼ିଲା। ବୁଢ଼ା ବାଘ ପାଖକୁ କଞ୍ଚା ମାଂସ ନେବା ପାଇଁ ମନେ ମନେ ବିଲୁଆଟି କୁହେ, ମୁଁ ତ ଗୋଟେ କଞ୍ଚା ମାଂସ ଖାଇବା ପାଇଁ ପାଉନି। ଶଳା ବୁଢ଼ା ବାଘ ପାଇଁ କୋଉଠୁ ମାଂସ ଆଣିବି? ଶଳା ବୁଢ଼ା ବାଘକୁ ପାଣି ଦେବାକୁ ପଡ଼ିବ। ଚତୁର ବିଲୁଆଟି ବୁଢ଼ା ବାଘକୁ ମାରିବା ପାଇଁ ଗୋଟିଏ ଉପାୟ ବାହାର କଲା। ଗୋଟିଏ ଦେଶୀ କୁକୁଡ଼ା ମାରି ତା ପେଟରେ ମାଛ କଣ୍ଟା ପୂରେଇ ବାଘ ପାଖକୁ ନେଇଗଲା। ମହାରାଜ, ଦେଖ ଆଜି ତୁମ ପାଇଁ କି ମାଂସ ଆଣିଛି। ଆରେ କଣ ଆଣିଛୁ? ମହାରାଜା, ତୁମ ପାଇଁ ଖାଣ୍ଟି ଦେଶୀ ଜଙ୍ଗଲୀ କୁକୁଡ଼ା ଆଣିଛି। ଭାରି ମିଠା ସ୍ୱାଦ। ଓ ମନ ପସନ୍ଦର ଖାଦ୍ୟ ଆଣିଛୁ ବିଲୁଆ। ଦେ ତାକୁ ମୁଁ ଖାଇଦେବି। କୁକୁଡ଼ାଟିକୁ ବାଘ ପାଖରେ ଛାଡ଼ି ବିଲୁଆ ସେଇ ଜାଗାରୁ ପଳେଇ ଆସିଲା। ଦେଶୀ କୁକୁଡ଼ା, କି ମଜା, କି ସ୍ୱାଦିଷ୍ଟ। ପେଟ ପୁରିଯିବ ଆଜି। ବାଘଟି ଯେବେ କୁକୁଡ଼ାଟିକୁ ସମ୍ପୂର୍ଣ୍ଣ ଖାଇଦେଲା, ବାଘ ତଣ୍ଟିରେ ମାଛ କଣ୍ଟାଟି ଲାଗିଗଲା। ମାଛ କଣ୍ଟା ଖାଇଦେବାରୁ ତଣ୍ଟିରେ ଲାଗିଥିବାରୁ ବୁଢ଼ା ବାଘଟି ସେଇ ଜାଗାରେ ଛଟପଟ ହେଇ ମରିଗଲା। ହଁ ଭାଇ ଭଉଣୀ, ତା ଉପରେ ଭରସା କରିବା ନାହିଁ। ଯେତିକି ଦିନ ବଳ ଥିବ ସେତିକି ଦିନ ଖଟି ଖାଉଥିବା, ନହେଲେ ବାଘ ପରି ଆମର ବି ଜୀବନ ଯାଇପାରେ।